ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜବ୍ କରିବା ପାଇଁ ଚାହୁଁଛନ୍ତି କି? ଯଦି ଆପଣ ଚାହୁଁଛନ୍ତି ତାହେଲେ ଆପଣମାନଙ୍କ ପାଇଁ ଏହି ଭିଡ଼ିଓ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଷ୍ଟେଟ୍ ବ୍ୟାଙ୍କରୁ ଆମର ବାହାରିଛି SBI ତରଫରୁ SBI ସର୍କଲ୍ ବେସ୍ଡ ଅଫିସର ରିକ୍ୱାରମେଣ୍ଟ 2024 ରିକ୍ୱାରମେଣ୍ଟ ଅଫ୍ ସର୍କଲ୍ ବେସ୍ଡ ଅଫିସର CBO ପୋଷ୍ଟ ବାହାରିଛି। ଆପଣମାନଙ୍କୁ ମୁଁ ଭ୍ୟାକେନ୍ସି କଥା କହିବି, ଆପଣମାନେ ପୁରା ଆଶ୍ଚର୍ଯ୍ୟ ହେଇଯିବେ ଏବଂ ତାର ଡିଟେଲ୍ ଡିସ୍କସନ୍ କରିବି। ତାର ସାଲାରୀ, ଏଜୁକେସନାଲ୍ କ୍ୱାଲିଫିକେସନ୍, ଆବେଦନ ତାରିଖ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି SBIରେ ଯଦି ଆପଣ ଚାକିରି କରିବା ପାଇଁ ଇଚ୍ଛୁକ ତାହେଲେ ଆପଣମାନଙ୍କ ପାଇଁ ବହୁତ ଏଇଟା ସୁବର୍ଣ୍ଣ ସୁଯୋଗ ଅଟେ ଜବ୍ଟିଏ। ତେଣୁ ପ୍ରଥମେ ଏବେ ଡିସ୍କସନ୍ କରିବା ତାର ଭ୍ୟାକେନ୍ସି। ସମସ୍ତଙ୍କର ଆଶା ଥାଏ ଯେ କେତେ ଭ୍ୟାକେନ୍ସି ବାହାରିଛି। ଭ୍ୟାକେନ୍ସି ବାହାରିଛି 2072 ଅର୍ଥାତ୍ 2072ଟି ଭ୍ୟାକେନ୍ସି ବାହାରିଛି। ଶେଷ ତାରିଖ ଦେଖିବା ସମସ୍ତଙ୍କୁ ଆଶା ଥାଏ ଲାଷ୍ଟ ଡେଟ୍ କେବେ ବୋଲିକି ସମସ୍ତଙ୍କର ମନରେ ପ୍ରଶ୍ନ ଆସେ। ଲାଷ୍ଟ ଡେଟ୍ ହେଉଛି ଫେବୃଆରୀ ମାସ 18 ତାରିଖ ଲାଷ୍ଟ ଡେଟ୍। ଫେବୃଆରୀ ମାସ 18 ତାରିଖ ଲାଷ୍ଟ ଡେଟ୍। ଯଦି ଆପଣମାନେ ଯାହାର ଯେଉଁ ଆପ୍ସ ଅଛି, ହ୍ୱାଟ୍ସଆପ୍ ଆପ୍ସ, RTI ଆପ୍ସ, ଟେଲିଗ୍ରାମ ଆପ୍ ଅଛି, ଆପଣମାନେ ଏଇ ଜାଗାରେ ଜଏନ୍ ହେଇପାରିବେ। ଜଏନ୍ ହେଲେ ମୁଁ ସେଇଠି ସବୁ PDF ଯେତେ ବି ଜବ୍ ଗୁଡ଼ାକ PDF ବାହାରୁଛି ମୁଁ ସେଇ ଟେଲିଗ୍ରାମ, ହ୍ୱାଟ୍ସଆପ୍, RTI ଗ୍ରୁପ୍ରେ ମୁଁ ସେଣ୍ଡ କରୁଛି। ଆପଣମାନେ ଏଇ ଜାଗାରେ ଜଏନ୍ ହେଲେ ଆପଣମାନେ ପାଇପାରିବେ। ମୋର ଡେସ୍କ୍ରିପସନ୍ରେ ଲିଙ୍କ୍ ଅଛି। ଏବେ ଦେଖିବା ଭ୍ୟାକେନ୍ସି ଡିଟେଲ୍ ଦେଖିବା। ଭ୍ୟାକେନ୍ସି ଦେଖିବା, ପ୍ରଥମ ପୋଷ୍ଟ ଦେଖିବା, ତାପରେ ନମ୍ବର ଅଫ୍ ପୋଷ୍ଟ, ତାପରେ ସାଲାରୀ ଦେଖିବା। ପ୍ରଥମ ପୋଷ୍ଟ ଆମର କ'ଣ? CBO ଅର୍ଥାତ୍ ସର୍କଲ୍ ବେସ୍ଡ ଅଫିସର ରେଗୁଲାରର 2050ଟି। ସେହିପରି ସେକେଣ୍ଡ ଆମର ସେକେଣ୍ଡ ହେଉଛି 22ଟି। ତାର ବ୍ୟାକ୍ଲଗ୍ର ପୋଷ୍ଟ ବାହାରିଛି। ସାଲାରୀ ସମସ୍ତଙ୍କର ସେମ୍ ଅଛି। ସାଲାରୀ ସମସ୍ତଙ୍କର ସେମ୍ ରହୁଛି। ନେକ୍ସଟ ଡିସ୍କସନ୍ କରିବା ଏଜୁକେସନାଲ୍ କ୍ୱାଲିଫିକେସନ୍। ମୁଁ ଯେଉଁ ଦୁଇଟା ପୋଷ୍ଟ କହିଲି ତାର କେତେ ପଢ଼ିଥିଲେ ଆପଣମାନେ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ମାତ୍ର ଗ୍ରାଜୁଏସନ୍ ମାଗିଛି। ଗ୍ରାଜୁଏସନ୍ ଇନ୍ ଡିସିପ୍ଲିନ୍ ଫ୍ରମ୍ ଏ ରିକଗ୍ନାଇଜ୍ଡ ୟୁନିଭର୍ସିଟି ଇକ୍ୱିଭାଲେଣ୍ଟ କ୍ୱାଲିଫିକେସନ୍ ରିକମେଣ୍ଡେଡ୍ ବାଇ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ। ଯାହା ବି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ହଉ, ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ହଉ, ଯେକୌଣସି ଆପଣମାନେ ୟୁନିଭର୍ସିଟିରେ ଯଦି ପାସ୍ କରିଥିବେ ତାହେଲେ ଆପଣମାନେ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ତାପରେ କ'ଣ ମାଗିଛି? 2 year post qualification experience as an officer in any schedule କମର୍ସିଆଲ ବ୍ୟାଙ୍କ ଅର୍ ରିଜନାଲ୍ ରୁରାଲ୍ ବ୍ୟାଙ୍କ। ଯେକୌଣସି ଯଦି ବ୍ୟାଙ୍କରେ ଯଦି ଆପଣ ଥିବେ ତାହେଲେ ଆପଣମାନେ ଏଇ ଏକ୍ସପିରିଏନ୍ସ 2 ବର୍ଷ ମାଗିଛି। ଯଦି ଆପଣମାନେ ଯେକୌଣସି ବ୍ୟାଙ୍କରେ ଯଦି ଏକ୍ସପିରିଏନ୍ସ ଥିବେ ତାହେଲେ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ଲୋକାଲ୍ ଲାଙ୍ଗୁଏଜ୍ ଜାଣିଥିବା ଦରକାର। ଲୋକାଲ୍ ଲାଙ୍ଗୁଏଜ୍ ଓଡ଼ିଆ ନିହାତି ଜାଣୁଥିବା ଦରକାର। ବୟସ ଦେଖିବା। ଏଜ୍ ଲିମିଟ୍ ହେଉଛି, ଏଜ୍ ଲିମିଟ୍ ଦେଖିବା, ମିନିମମ୍ ଏଜ୍ ହେଉଛି 21 ଏବଂ ମ୍ୟାକ୍ସିମମ୍ ଏଜ୍ ହେଉଛି 30। ଏଜ୍ର ମଧ୍ୟ ରିଲାକ୍ସେସନ୍ ଅଛି। SC, ST, OBC, PWX ସର୍ଭିସମାନଙ୍କ ଆଜ୍ ଫେର୍ ରୁଲ୍ ଗଭର୍ଣ୍ଣମେଣ୍ଟ ରୁଲ୍ ଅନୁସାରେ ତା'ର ଏଜ୍ର ମଧ୍ୟ ରିଲାକ୍ସେସନ୍ ଅଛି। ମୁଁ ଡିଟେଲ୍ ଲାଷ୍ଟରୁ କହିବି। ଏଜ୍ର ରିଲାକ୍ସେସନ୍ ଲାଷ୍ଟରୁ କହିବି କାହାର କେତେ ବର୍ଷ ବଢ଼ିପାରେ ମୁଁ ଡିଟେଲ୍ କହିବି। ତା'ର ସିଲାବସ୍ ମଧ୍ୟ କହିବି। ତା'ର କ'ଣ କ'ଣ ସିଲାବସ୍ ଏକ୍ଜାମ୍ର ଅଛି ସେଟା ମୁଁ ଡିଟେଲ୍ କହିବି ଲାଷ୍ଟରେ। ଅଫିସିଆଲ୍ PDF ମୁଁ ଦେଖେଇବି ଲାଷ୍ଟରେ। ଆପ୍ଲିକେସନ୍ ଫି ଦେଖିବା। ଆପ୍ଲିକେସନ୍ ଫି ହେଉଛି ଯେଉଁମାନଙ୍କର 750 ଟଙ୍କା, ଜେନେରାଲ୍, OBC, EWS କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ 750 ଟଙ୍କା ଏବଂ ଫର୍ SC ଆଣ୍ଡ ST PW କ୍ୟାଣ୍ଡିଡେଟ୍ ପୁରା ନିଲ୍ ବା ଜିରୋ। ତାପରେ ଅନଲାଇନ୍ ଗେଟୱେରେ ଆପଣମାନେ ଆପ୍ଲିକେସନ୍ ଫିକୁ ଅନଲାଇନ୍ରେ ଆପଣମାନେ ଆପ୍ଲିକେସନ୍ ଫିକୁ ଦେଇପାରିବେ। କିନ୍ତୁ ଆପ୍ଲିକେସନ୍ ଫି ନନ୍ ରିଫଣ୍ଡେବୁଲ୍ ହେବ, ରିଫଣ୍ଡ ହେବ ନାହିଁ। ହାଉ ଟୁ ଆପ୍ଲାଏ ଏଇଟା ମୁଁ ଲାଷ୍ଟରୁ କହିବି କେମିତି ଆପଣମାନେ ଆପ୍ଲାଏ କରିବେ। ଇମ୍ପୋର୍ଟାଣ୍ଟ ଡେଟ୍ ଦେଖିବା। ଏବେ ଇମ୍ପୋର୍ଟାଣ୍ଟ ଡେଟ୍ ହେଉଛି ଶେଷ ତାରିଖ ତ ମୁଁ କହିଛି 18/2/2024 ଏବଂ
ଆବେଦନ ତାରିଖ ହେଉଛି ଆରମ୍ଭ ହେଇଛି 29/1/2024। ଶେଷ ତାରିଖ ହେଉଛି ଲାଷ୍ଟ ଡେଟ୍ ହେଉଛି 18/2/2024। ଏକ୍ଜାମ୍ ଅନଲାଇନ୍ ଏକ୍ଜାମିନେସନ୍ ମାର୍ଚ୍ଚ ମାସରେ ହେବ ଏକ୍ଜାମ୍ର ମାର୍ଚ୍ଚ ମାସରେ ହେବ। କ୍ଲିଅର୍। ଏବେ ଅଫିସିଆଲ୍ ନୋଟିଫିକେସନ୍ ଦେଖିବା। ଅଫିସିଆଲ୍ ନୋଟିଫିକେସନ୍ ହେଉଛି ଦେଖନ୍ତୁ ତାର ଅଫିସିଆଲ୍ ନୋଟିଫିକେସନ୍ ହେଉଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଅଫିସିଆଲ୍ ନୋଟିଫିକେସନ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ। ମୁଁ ଏଟା ସବୁ ଡିଟେଲ୍ ଡିସ୍କସନ୍ କରିଛି। ରିକ୍ରୁଟମେଣ୍ଟ ଅଫ୍ ସର୍କଲ୍ ବେସ୍ଡ ଅଫିସର ଶେଷ ତାରିଖ ବାର କହୁଛି ଯେଉଁମାନେ ଇଚ୍ଛା ତାଙ୍କ ପାଇଁ 18 ତାରିଖ ଫେବୃଆରୀ ମାସ 18 ତାରିଖ। ଏକ୍ଜାମ୍ ହେବ ଆମର ଆଡ଼ମିଟ୍ କାର୍ଡ଼ ମଧ୍ୟ ମାର୍ଚ୍ଚରେ ଆସିବ। ଆଡ଼ମିଟ୍ କାର୍ଡ଼ ମଧ୍ୟ ଏକ୍ଜାମ୍ ମଧ୍ୟ ମାର୍ଚ୍ଚରେ ଆସିବ। ମେ ବି ହେଇପାରେ ମାର୍ଚ୍ଚ ମାସରେ। ୱେବସାଇଟ୍ ତାର ଏଇଟା SBI ବ୍ୟାଙ୍କର ୱେବସାଇଟ୍। ଏରେ ସବୁ ଡିଟେଲ୍ ମେନସନ୍ ହେଇଛି କେମିତି ଆପଣମାନେ କ୍ୱାଲିଫାଇ କରିବେ। ପ୍ରଥମେ ଅନଲାଇନ୍ ଏକ୍ଜାମ୍ ଦେବେ, ତାପରେ ରିଜଲ୍ଟ ବାହାରିଲା ପରେ ଇଣ୍ଟରଭ୍ୟୁ ହେବ, ତାପରେ ଲୋକାଲ୍ ଲାଙ୍ଗୁଏଜ୍ ପ୍ରୋଭିଜନ୍ ଟେଷ୍ଟ ହେବ। ଏତିକି ତାର ହେବ। ଏରେ ସବୁ ଡିଟେଲ୍ ମେନସନ୍ ଅଛି କେଉଁ ଜାଗାରେ କେତେ ଭ୍ୟାକେନ୍ସି ଅଛି। ଆମ ଓଡ଼ିଶାର ଭ୍ୟାକେନ୍ସି ଏରେ ସବୁ ଓଡ଼ିଶାର ଭ୍ୟାକେନ୍ସି ମୁଁ ଅଣ୍ଡରଲାଇନ୍ କରୁଛି। ଓଡ଼ିଶାର ଭ୍ୟାକେନ୍ସି ଏଠି ଆପଣମାନେ ଦେଖିପାରିବେ। ଏଇଟା ହେଉଛି ଓଡ଼ିଶାର ଭ୍ୟାକେନ୍ସି। ସେହିଭଳି ସବୁ ଷ୍ଟେଟ୍ର ମଧ୍ୟ ଭ୍ୟାକେନ୍ସି ଅଛି। ଆପଣମାନେ ଭିଡ଼ିଓକୁ ଷ୍ଟପ୍ କରି ଦେଖିପାରିବେ। ମୁଁ ସବୁ ଏଠି ପଢ଼ୁନି। ଏଇଟା ହେଉଛି ଓଡ଼ିଶାର ଭ୍ୟାକେନ୍ସି। ଏବେ ଦେଖିବା ଏଜ୍ର ରିଲାକ୍ସେସନ୍। ଯେଉଁମାନେ SC ST ମାନଙ୍କର 5 ବର୍ଷ ଅର୍ଥାତ୍ କେତେ ଦେଇଥିଲା ତାର 21ରୁ 30 ଦେଇଥିଲା, ଅର୍ଥାତ୍ 35 ବର୍ଷ ବୟସ ହେଇଥିଲେ ମଧ୍ୟ ଏହି ପୋଷ୍ଟକୁ ଆବେଦନ କରିପାରିବେ। ସେହିପରି ଅଦର ବ୍ୟାକୱାର୍ଡ଼ କ୍ଲାସେସ୍ ମାନଙ୍କ ପାଇଁ 3 ବର୍ଷ, ତାପରେ 15 ବର୍ଷ PW, ତାପରେ 13 ବର୍ଷ PW OBC ମାନଙ୍କର, ତାପରେ PW ଜେନେରାଲି 10 ବର୍ଷ, ତା 5 ବର୍ଷ ଯେଉଁମାନେ ଏକ୍ସ ସର୍ଭିସ୍ ମ୍ୟାନ୍ ମାନଙ୍କର 5 ବର୍ଷ ମାଗିଛି। ନେକ୍ସଟ ଦେଖିବା ତାର କୋଡ଼ ରେଟ୍ ଦେଇଛି କାଟାଗୋରୀ, ତାପରେ କୋଡ଼ ଦେଇଛି। ଏଠି ଯେତେବେଳେ ଆପଣମାନେ କାଟାଗୋରୀ କୋଡ଼ ସବୁ ଏଠି ମେନସନ୍ ହେଇଛି। ସିଲାବସ୍ ଦେଖିବା। ସିଲାବସ୍ କ'ଣ ପଡ଼ିବ? ଇଂଲିଶ ପଡ଼ିବ, ବ୍ୟାଙ୍କିଂ ନଲେଜ ପଡ଼ିବ, ଜେନେରାଲ ଆୱାରନେସ୍, ଇକୋନୋମିକ୍, କମ୍ପ୍ୟୁଟର ଆପ୍ଟିଚ୍ୟୁଡ୍। 120ଟା କ୍ୱେଶ୍ଚିନ୍, 120 ମାର୍କ, 2 ଘଣ୍ଟା। କ୍ଲିଅର? ଆପଣ ସବୁ ଜାଣିପାରିଲେ। ଆପ୍ଲିକେସନ୍ ଫି ତ ମୁଁ କହିଛି। ସିଲେକ୍ସନ୍ ମଧ୍ୟ କେମିତି ହେବ? ପ୍ରଥମେ ଗୋଟେ ମାତ୍ର ଏକ୍ଜାମ୍ ହେବ, ତାପରେ ମେରିଟ୍ ଲିଷ୍ଟ ବାହାରିବ, ତାପରେ ଇଣ୍ଟରଭ୍ୟୁ ହେବ, ତାପରେ ଲୋକାଲ୍ ଲାଙ୍ଗୁଏଜ୍ ଟେଷ୍ଟ ହେବ। ମନେକର ଆପଣମାନେ ଓଡ଼ିଶାରେ ଯଦି ଫର୍ମ ପକାଇଥିବେ, ଓଡ଼ିଆ ଯେମିତି ହେଲେ କହିପାରୁଥିବେ। ଯଦି ଅଲଗା ଷ୍ଟେଟ୍ରେ ଯଦି ପକାଇଥିବେ, ଅଲଗା ତାର ଲୋକାଲ୍ ଲାଙ୍ଗୁଏଜ୍ ଜାଣୁଥିବା ଦରକାର, ତାହେଲେ ଆପଣମାନେ ପାଇପାରିବେ। ଏଠି ଅନଲାଇନ୍ ଏକ୍ଜାମିନେସନ୍ ସେଣ୍ଟର ଓଡ଼ିଶାରେ ମଧ୍ୟ ଅଛି, ଆମର ଭୁବନେଶ୍ୱରରେ ଅଛି। ଓଡ଼ିଶାରେ ଏଠି ଓଡ଼ିଶା ସେଣ୍ଟର ବାଲେଶ୍ୱର, ବେରାମପୁର, ଗଞ୍ଜାମ, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ଏତିକି ଜାଗାରେ ସେଣ୍ଟର ପଡ଼ିବ ଆପଣମାନଙ୍କର ଏକ୍ଜାମ୍ ସେଣ୍ଟର। ଏତିକି ଥିଲା ଗୋଟେ SBI ତରଫରୁ ଜବ୍ର ନୋଟିଫିକେସନ୍ ବାହାରିଛି। ତେଣୁ ଆପଣ ମୁଁ ଲାଷ୍ଟରୁ କହିଥିଲି କେମିତି ଆପ୍ଲାଏ କରିବେ, ହାଉ ଟୁ ଆପ୍ଲାଏ। ପ୍ରଥମେ ଏଇ ୱେବସାଇଟ୍କୁ ଯିବେ, ତାପରେ ଟିକେ ସ୍କ୍ରୋଲ୍ କରିବେ, ସବୁ ଏହିପରି ସୋ କରିବ। ତାର କେୟାରଫୁଲି ସବୁ ତାର ଆଡ଼ଭର୍ଟାଇଜମେଣ୍ଟ ନମ୍ବର ଦେଖିବେ। ଯେଉଁଟା ହେଲେ ବି ଆପଣମାନେ ଭଲସେ ଦେଖିବେ, PDF ଦେଖିବେ, ନିଜେ ଟିକେ ରେକ୍ଟିଫାଇ କରିବେ, ତାହେଲେ ଆପଣମାନେ ଆବେଦନ କରିବେ। ଏତିକି ଥିଲା, ଏତିକି ତାର SBI ତରଫରୁ। ଏହିପରି ଯଦି ଭିଡ଼ିଓ ପାଇବା ପାଇଁ ଚାହୁଁଥିଲେ ଆପଣ ଭିଡ଼ିଓକୁ ଗୋଟେ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଥ୍ୟାଙ୍କ ୟୁ।